ସୁକିନ୍ଦା ତୃତୀୟ ଆଇଆର୍ବି ବାଟାଲିୟନରେ ଧୁମ୍ଧାମ୍ରେ 80ତମ ସ୍ୱାଧୀନତା ଦିବସ ପାଳିତ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ତୃତୀୟ ଆଇଆର୍ବି ବାଟାଲିୟନ ପରିସରରେ 80ତମ ସ୍ୱାଧୀନତା ଦିବସ गरिमा ଓ ଉତ୍ସାହର ସହ ପାଳିତ ହୋଇଥିବା ଆଜି ଦେଖିବାକୁ ମିଳିଛି। ଦେଶର ଏହି ଜାତୀୟ ପର୍ବ ଅବସରରେ ବାଟାଲିୟନ ପରିସରରେ ଦେଶଭକ୍ତିର ଭାବନାରେ ପରିପୂର୍ଣ୍ଣ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଦୁର୍ଗପତି ୟାକୁବ ଖାନ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ବାଟାଲିୟନର ଶୃଙ୍ଖଳିତ ଯବାନମାନଙ୍କ ପକ୍ଷରୁ ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥିଲା। ଯବାନମାନଙ୍କ ଶୃଙ୍ଖଳା, ଦେଶପ୍ରେମ ଓ କର୍ତ୍ତବ୍ୟ ନିଷ୍ଠା ଉପସ୍ଥିତି ସମସ୍ତଙ୍କୁ ଆକର୍ଷିତ କରିଥିଲା। ସ୍ୱାଧୀନତା ଦିବସର ଏହି ବିଶେଷ କାର୍ଯ୍ୟକ୍ରମରେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ମୁଦୁଲି, ବନପାଳ ରାମ ତିରିଆ, ମନୋରମା ହୋତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି, ଯବାନ ଓ କର୍ମଚାରୀମାନେ ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ସ୍ୱାଧୀନତା ସଂଗ୍ରାମୀ ଓ ଦେଶର ସୁରକ୍ଷାରେ ନିୟୋଜିତ ସମସ୍ତ ବୀର ଯବାନଙ୍କୁ ସ୍ମରଣ କରିଥିଲେ। ଦେଶ ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ତୃତୀୟ ଆଇଆର୍ବି ବାଟାଲିୟନରେ ଆୟୋଜିତ ଏହି ସ୍ୱାଧୀନତା ଦିବସ ସମାରୋହ ଉତ୍ସବ ଓ ଦେଶପ୍ରେମର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା। ଆଜି ତ 80ତମ ସ୍ୱାଧୀନତା ଦିବସ ସାରା ଭାରତବର୍ଷରେ ମହାଡମ୍ବରରେ ପାଳନ କରାଯାଉଛି। ଦେଶବାସୀଙ୍କ ପାଇଁ, ସମସ୍ତଙ୍କ ପାଇଁ ଏ ଗର୍ବର ଦିବସ। ଆଜି ଆମେ ସମସ୍ତେ ସ୍ୱାଧୀନତାର ମହାନତାକୁ ଆମେ ମନେ ପକାଉଛୁ। ସେହି ପରିପ୍ରେକ୍ଷୀରେ ଆମେ ବାଟାଲିୟନରେ ଆଜି ଏହି ଦିବସଟିକୁ ପାଳନ କରୁଛୁ। ଭାରତ ବର୍ତ୍ତମାନ ପରିସ୍ଥିତିରେ ଭାରତ ଯେଭଳି ଦ୍ରୁତ ଗତିରେ ଆଗେଇ ଚାଲିଛି, ଉନ୍ନତି ପଥରେ ଚାଲିଛି, ଆମେ ସମସ୍ତେ ସେହି ଭାରତର ଉନ୍ନତିରେ ଆମେ ଆମର କର୍ତ୍ତବ୍ୟକୁ ମନେ ପକାଇବା, ଭଲ ଭାବରେ କର୍ତ୍ତବ୍ୟ କରିବା, ଦେଶର ଉନ୍ନତି ପଥରେ ଆମେ ଭାଗ ହେବା। ପ୍ରଥମେ ଆମେ ଦାୟିତ୍ୱବୋଧ ହେବା, ତାପରେ ଦେଶ ଉନ୍ନତି ହେଲେ ଆମେ ତା'ର ସୁଫଳ ମଧ୍ୟ ପାଇବା। ଏହି ହେଉଛି ମୁଖ୍ୟ ମୋର ବାର୍ତ୍ତା।